ଯେତେକ ଡିଭାଇସ୍ ମଧ୍ୟରେ ଯେତେକ ଉପସ୍ଥିତ ଅଛନ୍ତି ଏହି ପ୍ରାତଃ କାଳରେ ପରମେଶ୍ୱରଙ୍କର ଚରଣ ତଳେ ବସି ଅଛନ୍ତି ପ୍ରତ୍ୟେକଙ୍କୁ ପୁଣି ଧନ୍ୟବାଦ ସହିତ ମୁଁ ପ୍ରେଜ୍ ଦ ଲର୍ଡ ନମସ୍କାର ଜ୍ଞାପନ କରେ। ନମସ୍କାର। ଆଜ୍ଞା ମୋର ଆବାଜ ଶୁଣି ପାରୁଛନ୍ତି ତ? କାହିଁକି ନା ମୁଁ ସମସ୍ତେ ତ ଡିଭାଇସ୍ ଅଫ୍ କରିଛନ୍ତି। ଥ୍ୟାଙ୍କ ୟୁ। ଆସନ୍ତୁ ଏଇ ସମୟରେ ଆମେ ଆଗକୁ ବଢିବା। ପ୍ରଭୁ ଆମମାନଙ୍କୁ ସୁନ୍ଦର ଦିନ ଦେଖାଇଲେ, ପବିତ୍ରତାର ଦିବସ ଦେଖାଇଲେ। ଏଇ ଦିନକୁ ଆମେ ଅନେକ ଲୋକ କହିଥାନ୍ତି ଆଜିର ପବିତ୍ର ଦିବସ, ଯେହେତୁ ଆଜି ଶୁକ୍ରବାର ଆଉ ପ୍ରଭୁ ଯୀଶୁଙ୍କର କୁଶାର୍ପିତ ଦିନ। ଆମେ ଅତି ପବିତ୍ରତାର ଦିନ ଆମେ ପାଇଛୁ। ପ୍ରଭୁଙ୍କୁ ଧନ୍ୟବାଦ ଦେବା, ପ୍ରଭୁଙ୍କର ଗୌରବ କରିବା। ଅନେକ ଲୋକ ଅନେକ ଜାଗାରେ ଏଇ ଦିନରେ ପ୍ରଭୁଙ୍କର ନିକଟବର୍ତ୍ତୀ ହୁଅନ୍ତି, ପ୍ରଭୁ ତାଙ୍କ ସହିତ କଥାବାର୍ତ୍ତା କରନ୍ତି ଆଉ ମୁଁ ମଧ୍ୟ ପ୍ରଭୁ ଆଶୀର୍ବାଦ କରିଥାନ୍ତି। ପ୍ରଭୁଙ୍କ ନାମ ଧନ୍ୟ ହଉ। ଆଜି ଯେଉଁ ସମୟ ପାଇଛୁ ଅତି ଉତ୍ତମ ସମୟ, ଅତି ଉତ୍ତମ ସମୟ। ସେଥିପାଇଁ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା। ଆସନ୍ତୁ ମୁଁ ବହୁତ ବହୁତ ଧନ୍ୟବାଦ ଦେବି ପ୍ରତ୍ୟେକଙ୍କୁ, ଆଉ ଧନ୍ୟବାଦ ଦେବି ପ୍ରତ୍ୟେକ ସୁସ୍ଥିର ସହିତ ସୁସ୍ଥିର ଆତ୍ମାର ସହିତ ବସିବା। এই ସମୟରେ ମୁଁ ଯେ ଗୋଟିଏ ପଢିବି। ଆଜି ଆମେ ଶେଷ 2024 ବର୍ଷର ଶେଷ ମାସର ଶେଷ ସମୟ ଆଡକୁ ଯାଇଛୁ। ଗତ ଦିନରେ ଆମେ ପାଇଥିଲୁ କଣ ପାଳିଥିଲୁ ପ୍ରଭୁଙ୍କର ପ୍ରଭୁ ଯୀଶୁଙ୍କର ଜନ୍ମୋତ୍ସବ ପାଳନ ବହୁତ ଭାବରେ ଆଜି ପର୍ଯ୍ୟନ୍ତ ଚାଲିଛି। ତଥାପି ଆଜି ଆମେ ନୂଆ ଦିନ ପାଇଛୁ ଆଉ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା। ଆସନ ମୁଁ କହିଲେ, ଯେଉଁମାନେ ତୁମ୍ଭକୁ ସ୍ନେହ କରନ୍ତି ସେମାନେ ଭାଗ୍ୟବାନ। ଯେଉଁମାନେ ତୁମ୍ଭକୁ ସ୍ନେହ କରନ୍ତି ସେମାନେ ଭାଗ୍ୟବାନ ହେବେ, କାରଣ ମୁଁ ତୁମ୍ଭ ଆଡେ ଆପଣା ପ୍ରାଣ ଉଠାଏ। ପ୍ରଭୁ ଏଇ ବାକ୍ୟ ଦେଇ ପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମେ ପ୍ରତ୍ୟେକ ସମର୍ପଣ ହେବା, ଉପାସନା ଆଡକୁ ଯିବା। ଆମେ ଆରାଧନା ଶୁଣିବା, ଆରାଧନା କରିବା, ପ୍ରଭୁଙ୍କ ନିକଟବର୍ତ୍ତୀ ହେବା, ବାକ୍ୟ ଶୁଣିବା। ଅତ୍ୟନ୍ତ ଦୟାଳୁ ସ୍ୱର୍ଗବାସୀ ପିତା, ତୁମର ସେ ମହତ୍ ମହତ୍ ଆଶ୍ଚର୍ଯ୍ୟ ନାମକୁ ଧନ୍ୟବାଦ ଦଉଛୁ, ପ୍ରଶଂସା ଗୌରବ ଗୁଣାନବାଦ କରୁଛୁ। ପ୍ରଭୁ ଆଜିର ଆମକୁ ପବିତ୍ର ପ୍ରାତଃକାଳ ଦେଖେଇଲ, ତୁମରି ସେଇ ପବିତ୍ର ଚରଣ ତଳେ ବସିବା ପାଇଁ ପ୍ରଭୁ ଏଇ ଯଜ୍ଞ ମାନଙ୍କୁ ତୁମେ ବିବେଚିତ କଲ, ଏଥିପାଇଁ ଧନ୍ୟବାଦ ଦଉଛୁ। ପ୍ରଭୁ ଏ ସମୟରେ ଆସ, ତୁମରି ହସ୍ତ ବିସ୍ତାର କର, ପ୍ରତ୍ୟେକଙ୍କ ମସ୍ତକରେ ତୁମରି ହସ୍ତ ବିସ୍ତାରର ଆଶୀର୍ବାଦର ତାଙ୍କର କାରଣ ହେଇପାରିବୁ। ଅନୁଗ୍ରହ କୃପା କର, ଶକ୍ତିଯୁକ୍ତ କର। ପ୍ରଭୁ ଏଇ ଅନଲାଇନ ର ଉପାସନା ମଧ୍ୟରେ ପ୍ରଭୁ ଆମମାନଙ୍କୁ ବସୁ ବସୁ ଆମମାନଙ୍କୁ ପ୍ରଭୁ ପ୍ରତ୍ୟେକଙ୍କୁ ସୁସ୍ଥିର ଆତ୍ମା ଦିଅ, ସ୍ଥିର ଚିତ୍ତ ଦିଅ, ସ୍ଥିର ମନ ଦିଅ। ପ୍ରଭୁ ତୁମ ନିକଟବର୍ତ୍ତୀ ହେବା ପାଇଁ, ତୁମରି ସେ ଜୀବନ୍ତ ବାକ୍ୟ ଶୁଣିବା ପାଇଁ, ପୁଣି ତୁମରି ଆରାଧନା କରିବା ପାଇଁ, ତୁମରି ଗୌରବ ପ୍ରଶଂସା କରିବା ପାଇଁ ପ୍ରଭୁ ଆମମାନଙ୍କ ହୃଦୟ ମଧ୍ୟରେ ପ୍ରଭୁ ତୁମେ କଥା କୁହ। ତୁମେ ମହିମାନ୍ବିତ, ତୁମେ କଥା କହିବା ପରମେଶ୍ୱର। ତୁମେ କାଷ୍ଟ ନୁହଁ କି ପାଷାଣ ନୁହଁ ପ୍ରଭୁ, ଜୀବନ୍ତ ପରମେଶ୍ୱର। ତୁମେ କଥା କହିବା ପରମେଶ୍ୱର, ତୁମେ ରବ ଦେବା ପରମେଶ୍ୱର। ତୁମରି ରବରେ ପ୍ରଭୁ ପ୍ରତ୍ୟେକ ପ୍ରଭୁ ଜୀବିତ ପାଇଁ ତୁମରି ଗୌରବ କରୁଛୁ, ତୁମରି ପ୍ରଶଂସା କରୁଛୁ। ରାଜା ପ୍ରଭୁ ଆମମାନଙ୍କୁ ସୁନ୍ଦର ଦିନ ଦେଖାଇଲ, ସୁନ୍ଦର ଅବକାଶ ଦେଲ, ସୁନ୍ଦର ସମୟ ଦେଲ, ଧନ୍ୟବାଦ ଦଉଛୁ। ପ୍ରଭୁ ତୁମେ ଦୟା କର, ପ୍ରତ୍ୟେକ ଯେତେକ ପ୍ରଭୁ ଏଠାରେ ଉପସ୍ଥିତ ଅଛନ୍ତି, ତୁମର ଚରଣ ତଳେ ବସିଛନ୍ତି, ପୁଣି ଆଗାମୀ ସମୟରେ ମଧ୍ୟ ପ୍ରଭୁ ଆସିବେ ତୁମ ନିକଟ। ତେବେ ପ୍ରତ୍ୟେକଙ୍କୁ ତୁମେ ଅନୁଗ୍ରହ କର, ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ, ପ୍ରତ୍ୟେକ ପରିବାରକୁ, ପ୍ରତ୍ୟେକ ପୁତ୍ର କନ୍ୟା ମାନଙ୍କୁ ମଧ୍ୟ ତୁମେ ଆଶୀର୍ବାଦ କରି ପ୍ରତ୍ୟେକ କାର୍ଯ୍ୟରେ ଆଶୀର୍ବାଦ କରି ତାଙ୍କ ବଡି ବଗିଚାରେ, କାର୍ଯ୍ୟକ୍ଷେତ୍ରରେ, ସେବା କାର୍ଯ୍ୟରେ ସମସ୍ତଙ୍କୁ ଆଶୀର୍ବାଦ କରି ତୁମେ ମହିମାନ୍ବିତ ଗୌରବ ପାଅ। ପ୍ରଭୁ ଆମକୁ ସୁସ୍ଥିର ଆତ୍ମା ଦେଇ ତୁମେ ଗୌରବ ପାଅ ବୋଲି ପ୍ରିୟତମ ଯୀଶୁଙ୍କ ନାମରେ ଛୋଟ ଭିକ୍ଷା ମାଗିଲି ପିତା, ଆମେନ୍। ହାଲେଲୁୟା। ଆସନ୍ତୁ ଏଇ ସମୟରେ ଆମେ ଆଗକୁ ବଢିବା। ଆରାଧନାର ସମୟ ଆସିଲା, ଆରାଧନା ସମୟ ହେଲେ ମଧ୍ୟ ଆଉ ଦୁଇଟି ଗୀତରେ ଆରାଧନା କରି ଆମେ ଆଗକୁ ବଢିବା। ଆଉ ନିଶ୍ଚିତ ଭାବେ ଆଗକୁ ମଧ୍ୟ ବାକ୍ୟର କାର୍ଯ୍ୟ ରହିଛି, ବାକ୍ୟ ଶୁଣିବା, ଯଥେଷ୍ଟ ରୂପେ ବାକ୍ୟ ଶୁଣିବା। ଆମେ ଏଇ ସମୟରେ ଦୁଇଟି ଗୀତରେ ମାତ୍ର ଆରାଧନା କରିବା। ଏଇ ସମୟରେ ଆମମାନଙ୍କର ଆଉ ପ୍ରଭୁଙ୍କର ଦାସୀ ଆଉ ସେ
समिता मिसाल अच्छा विशाखापाटना जॉइन होती से अनेक जगार व्यवहार होती ऑनलाइन रे ऑफलाइन रे मध्य व्यवहार होती मु इस समय स्वागत करी समिता मिसाल भौणी प्रभुंर दासी प्रेज द लॉर्ड आसंत ए समय आपनकर आराधना समय आपण आगु को पढ़े नियंतु प्रत्येक प्रभु निकटवर्ती करांतु प्रेज द लॉर्ड प्रेज लॉर्ड जुमरा उपस्थित प्रत्येक प्रेज लॉर्ड प्रभु का नाम धन्य हो वर्तमान आसंतु आमने प्रभु आराधना करू करू दुईटी गीत गान करे मो आंगरे निकटवर्ती आम समस्त हेबा आउ जेते बेले स्वर्गर दूत आसी मरियम को दर्शन दे कहते आउ देख तुम्हें गर्भ धारण करी गोटे पुत्र प्रसव करिवो ओ ताहांको नाम यीशु देव से यीशु ख्रीष्टଙ୍କ द्वारा आम जेपरि प्राण पाइछु अनुग्रह आउरी संतान हेबार अधिकार पाइछु आसतु गोटे उपासना संगीत बहिर गोटे गीत गान कर प्रत्येक आत्मा सहित प्रभु निकटवर्ती हेबा हालेलुया हालेलुया धन्य यीशु धन्य यीशु धन्य यीशु प्रिय नाम हालेलुया धन्य यीशु हालेलुया धन्य यीशु प्रिय नाम यीशु Hallelujah, priya nama Jesus
ତାଙ୍କ ମୋ ପାବିକି ପାରେ ଭଣି ଯୀଶୁ ନାମ ଧନ୍ୟ ଯୀଶୁ ହାଲେଲୁୟା ଧନ୍ୟ ଯୀଶୁ ହାଲେଲୁୟା ଧନ୍ୟ ଯୀଶୁ ପ୍ରିୟ ନାମ ଧନ୍ୟ ଯୀଶୁ ହାଲେଲୁୟା ଧନ୍ୟ ଯୀଶୁ ହାଲେଲୁୟା ଧନ୍ୟ ଯୀଶୁ ପ୍ରିୟ ନାମ ହାଲେଲୁୟା ହାଲେଲୁୟା ପ୍ରେଜ୍ ଦ ଲର୍ଡ ପ୍ରଭୁଙ୍କ ନାମ ଧନ୍ୟ ହଉ। ଆଉ ଆଜିର ଦିନ ମାନଙ୍କରେ ପ୍ରଭୁଙ୍କ ନାମରେ ଜୟ ହଉ। ଯେତେବେଳେ ତାଙ୍କରି ଆରାଧନାର ଦିନ, ତାଙ୍କରି ସ୍ତବଗାନ କରିବା ଦିନ, ଆଉ ସ୍ୱର୍ଗର ଦୂତ ଯେତେବେଳେ ମରିୟମକୁ ଦର୍ଶନ ଦେଇ କହିଲେ, ଆଉ ମରିୟମ ବି ତାଙ୍କରି ସ୍ତବଗାନ କରୁଛନ୍ତି। ଅନେକ ସ୍ୱର୍ଗୀୟରୁ ଦୂତମାନେ ଆସି ପ୍ରଭୁଙ୍କର ଆରାଧନା କରୁଛନ୍ତି। ଆଉ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଲେ, କାରଣ ଜଗତକୁ ପରମେଶ୍ୱର ଏତେ ପ୍ରେମ କଲେ, ଏତେ ଦୟା କଲେ ଯେ ଆଜି ଆମେ ଏଇ ଦିନ ମାନଙ୍କରେ ତାଙ୍କରି ଆରାଧନା କରିବାକୁ ଯିବା। ଆଉ ଆମେ ସମସ୍ତେ ଜାଣୁ ଯେ ଯେତେବେଳେ ଛୋଟ ଅବସ୍ଥାରେ ପ୍ରତ୍ୟେକ ବଡ ଲୋକ ବ୍ୟକ୍ତି ମାନଙ୍କ ମଧ୍ୟରେ ଆଉ ଆଦର ସମ୍ମାନ ପାଇଁ ପ୍ରତ୍ୟେକ ଯାଇ ବଡ ଲୋକମାନଙ୍କୁ ମାନ ସମ୍ମାନ ପାଇଁ ପ୍ରଣାମ କରନ୍ତି। ମାତ୍ର ପ୍ରଥମ ଥର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶିଶୁ ରୂପେ ଆସିଲେ ଜଗତକୁ, ସେଇ ସମୟରେ ପଣ୍ଡିତ ମାନେ ଯାଇ ଯୀଶୁଙ୍କୁ ପ୍ରଣାମ କରୁଛନ୍ତି। ହାଲେଲୁୟା। ସେତେବେଳେ ଆସନ୍ତୁ, ପ୍ରଭୁଙ୍କ ନାମ ଧନ୍ୟ ହଉ। ଆଉ ତାଙ୍କରି ଉଦ୍ଦେଶ୍ୟରେ ନୂତନ ଗୋଟେ ଗୀତ ଗାନ କରି ପ୍ରଭୁଙ୍କ ନିକଟବର୍ତ୍ତୀ ହେବା। ପ୍ରେମ କଲେ ବୋଲି ଆମକୁ କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ ପାପ ଉଦ୍ଧାରିବା ପାଇଁ ଆମକୁ କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ ମାନବ ମୁକ୍ତି ଲାଗେ ସ୍ୱର୍ଗ ସୁଖ ଦିଅଙ୍ଗେ ମାନବର ମୁକ୍ତି ଲାଗେ ସ୍ୱର୍ଗ ସୁଖ ଦିଅଙ୍ଗେ ନର ରୂପେ ଆସିଲେ ଧରାକୁ କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ କେଡ଼େ ପ୍ରେମ କଲେ ବୋଲି ଆମକୁ କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ। କୋକିଶିଆଳିର ଗାତଟିଏ ଅଛି, ପକ୍ଷୀର ବସାଟେ ଅଛି, ମନୁଷ୍ୟ ପୁତ୍ରର ମୁଣ୍ଡ ଗୁଞ୍ଜିବାଟେ ସ୍ଥାନ ତ ନଥିଲା କିଛି। ଈଶ୍ୱରଙ୍କ ପୁତ୍ର ହୋଇ ଦାସ ରୂପ ନେଲେ ସେହି ଈଶ୍ୱରଙ୍କ ପୁତ୍ର ହୋଇ ଦାସ ରୂପ ନେଲେ ସେହି ଆଦରିଲେ ସେ ଗୁହାଳ କୁଣ୍ଡକୁ କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ ପାପ ଧରିବା ପାଇଁ ଆମକୁ କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ। ବାଟ ବଣା ହୋଇ ହଜିଥିଲୁ ବୋଲି ଖୋଜି ରକ୍ଷା କରିବାକୁ ସତ୍ୟର ମାର୍ଗରେ କଢାଇ ନେବାକୁ ଆସିଲେ ଆମ ପାଖକୁ। ଜଗତର ଅନ୍ଧକାର କରିବାକୁ ସବୁ ଦୂର, ଜଗତର ଅନ୍ଧକାର କରିବାକୁ ସବୁ ଦୂର, ଜ୍ୟୋତି ସାଜି ଆସିଲେ ଜଗତକୁ କଲେ ପ୍ରେରଣ ପିତା ନିଜ
ପୁତ୍ରଙ୍କୁ ପାପ ଧରିବା ପାଇଁ ଆମକୁ କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ ଏଡ଼େ ପ୍ରେମ କଲେ ବୋଲି ଆମକୁ କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ। ପ୍ରଭୁଙ୍କୁ ଧନ୍ୟବାଦ 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 ଧନ୍ୟବାଦ। ସ୍ତୁତି ବନ୍ଦନା ପ୍ରଶଂସା ଆରାଧନା ପାଇବାକୁ एकमात्र ତ୍ରାଣକର୍ତ୍ତା ଉଦ୍ଧାରକର୍ତ୍ତା ରକ୍ଷାକର୍ତ୍ତା जिहोवा परमेश्वर प्रभु धन्यवाद दଉଛି प्रशंसा गौरव କରୁଛି प्रभु पुଣି ଥରେ ପ୍ରାତ ସମୟରେ ତୁମରି ସ୍ତୁତି ବନ୍ଦନା ଆରାଧନା କରିବା ନିମନ୍ତେ ଆମମାନଙ୍କୁ ଏହି ସୁନ୍ଦର ସୁଯୋଗ ଦେଲ ତୁମରି ନିକଟ ବସେଇବା ନିମନ୍ତେ ପ୍ରଭୁ ତୁମେ ଯେ ସତ୍ୟ ଜୀବିତ परमेश्वर प्रभु ତୁମେ ଯେ ଆମମାନଙ୍କୁ ମନୋନୀତ କରିଅଛ ତୁମରି ପବିତ୍ର ନାମରେ ପ୍ରଭୁ ଧନ୍ୟବାଦ ଦଉଛି ପ୍ରଶଂସା ଗୌରବ କରୁଛି ପ୍ରଭୁ ଯେଉଁ ମାଧ୍ୟମରେ ପ୍ରଭୁ ରିଏଲ ଇଣ୍ଡିଆକୁ ତୁମେ ଆଶୀର୍ବାଦ କର अनुग्रह कर प्रभु तुम्हारी पवित्र नाम रे आगामी दिन पर्यंत तुम्हारी राज्य पहुंचा पर्यंत आम प्रत्येक सहवर्ती परमेश्वर तुम्हें जे अनंत कालीन पिता जिहोवा परमेश्वर आश्चर्य मंत्री पराक्रांत परमेश्वर शांति राजा है तुम्हें जगत को आसला आज आम उद्धार कर रक्षा कर अनुग्रह रे परित्राण देछ पवित्र आत्मा रे कथा कहूछ प्रभु तुम्हारी वाक्य द्वारा आम जीवन को परिवर्तन कराउछ राजा हालेलुया धन्यवाद ए प्रशंसा गौरव करी समस्त विषय प्रियतम यीशुଙ୍କ नामରେ ଏଇ ଛୋଟ ଭିକ୍ଷା ମାଗିଲି ପିତା आमेन। बहुत बहुत धन्यवाद प्रभु दासी को बहुत बहुत धन्यवाद देवी प्रभु तांको सुंदर देइछन्ते सुंदर कंठ देइछन्ते प्रभु प्रभुर गौरव निमंते आमे करताल देई ताको धन्यवाद देवा प्रभुर गौरव करबा प्रभुर गौरव निमंते से अनेक स्थान रे व्यवहार होंती और भिन्न भिन्न बाहर देश रे थिले मध्ये बाहर राज्य रे थिले मध्ये भिन्न भिन्न स्थान रे थिले मध्ये प्रभु आमन को एकत्रित करिसन्ती एति पई प्रभु नाम धन्य हो। एई समय निश्चित भाबे हमें मो काहे कि दुईटी गीत गाइबा को कहली हमें आगो को बढ़ी तांते समय ही जो हमें यथेष्ट रूपे प्रभुर दासंग ठारो हमें वाक्य सुनिबा वाक्य ही आमानकर आहार जीवन आउ एथि पई हमें आगो को बढ़िबा इस समय रे करने पूर्वर मु प्रभुर दास दासी को अनुरोध करी वाक्य निमंते प्रभुर दास को आम समर्पण करवा पुणी आम प्रत्येक आम समर्पण हवा निमंते प्रभु दास को प्रार्थना निमंते मु अनुरोध करी आम डिवाइस मध्य यीशु चरण अच्छा कौन दास दासी यदि अच्छा यीशु चरण ना भावुँ मो रंगरतन माणी डिवाइस बोली थैंक यू आउ दास माली आज्ञा अच्छा प्रार्थना तलु धरे प्रभुर दास निमंते आम प्रत्येक जमी समर्पण हवा प्रभुर दास को समर्पण करवा रंगरतन माली आज्ञा प्रेज द लॉर्ड आज्ञा। हाँ प्रेज द लॉर्ड प्रभु दास को धन्यवाद देवी आपण प्रभु दास समर्पण आम प्रत्येक समर्पण हवा निमंते आउ प्रार्थना रे तली धरबे हमें तमरे वाक्य आड़ को जीवा प्रार्थना करंतु। समस्त को नमस्कार प्रेज द लॉर्ड असंतु आम प्रार्थना करू। स्वर्गीय पिता परमेश्वर तुम स्वर्गीय पवित्र नाम को आम धन्यवाद दउछु प्रभु कारण तुम्हें पवित्र ईश्वर महान ईश्वर भयंकर ईश्वर से तुम नाम को उच्च स्थापन करुछु जो प्रभु तुम्हें आम को केते प्रेम कल दया कल अनुग्रह कर प्रभु पुनर्बार गोटे प्रभात समय प्राप्त समय प्रभु तुम्हें आम को देल देखा पाई देल से धन्यवाद दउछु एवं ए प्रभात समय रियल मिनिस्ट्री माध्यम तुम्हार सेवा आराधना गौरव प्रशंसा करने पाई सुंदर सुजोग अवकाश मिलन प्रभु तुम्हें आम आनी देछ से प्रभु तुम महत महत नाम के प्रभु आम धन्यवाद दउछु प्रभु आम प्रार्थना करुछु प्रभु मध्यस्थ प्रार्थना रे आम पाल दीदी प्रभु कढ़ाई नेले से आम धन्यवाद दउछु परिवार को जत जन प्रभु प्रार्थना रे आगु कढ़ाई नहीं अच्छी प्रत्येक को तुम्हें आशीर्वाद कर प्रार्थना करुछु प्रिय प्रभु तुम दास आम विनोद सार से प्रभु परिचालना करुछंती प्रभु
ତାଙ୍କୁ ମଧ୍ୟ ତୁମ ହସ୍ତରେ ସମର୍ପଣ କରୁଅଛି ପ୍ରିୟ ପ୍ରଭୁ, ଆରମ୍ଭ ଠାରୁ ସମାପ୍ତି ପର୍ଯ୍ୟନ୍ତ ଯେପରି ଉତ୍ତମ ଭାବରେ ପ୍ରଭୁ ପରିଚାଳନା କରିପାରିବେ, ସେହିଭଳି ତୁମେ ଶକ୍ତିଯୁକ୍ତ ବଳବାନଙ୍କର ଆତ୍ମାଙ୍କ ଦ୍ୱାରା ପରିଚାଳନା କରିବା ପାଇଁ ତୁମେ ପ୍ରଭୁ ପଠାଇନି। ପ୍ରାର୍ଥନା କରୁଅଛି ପ୍ରଭୁ, ଏହି ସମୟରେ ତୁମ ଦାସ ପ୍ରିୟ ପ୍ରଭୁ ସେ ଆରାଧନା କରିକି ଗଲେ ପ୍ରଭୁ, ଆମେ ତାଙ୍କୁ ତୁମ ହସ୍ତରେ ସମର୍ପଣ କରୁଅଛୁ। ପ୍ରିୟ ପ୍ରଭୁ, ତୁମେ ତାଙ୍କୁ, ତାଙ୍କ ପରିବାରକୁ, ତାଙ୍କ ସେବା କାର୍ଯ୍ୟରେ ମଧ୍ୟ ଆଶୀର୍ବାଦ କର। ଏହିଭଳି ଭାବରେ ପ୍ରଭୁ ପ୍ରତି ଅବସ୍ଥାରେ ପ୍ରଭୁ ଯେପରି ତୁମର ଗୌରବ ପ୍ରଶଂସା କରିପାରିବ, ସେହିଭଳି ଅନୁଗ୍ରହ କର ବୋଲି ଆମେ ପ୍ରାର୍ଥନା କରୁଛୁ। ପ୍ରଭୁ, ଯେଉଁ ବାକ୍ୟ ତୁମେ ଆମ ପାଇଁ ରଖିଅଛ ପ୍ରଭୁ, ତୁମେ ବାକ୍ୟ ଦେଇ ମଧ୍ୟ ଆମମାନଙ୍କୁ କଥା କୁହ। ସେହି ବାକ୍ୟ ଯେପରି ଆମେ ଶୁଣିବୁ, ହୃଦୟରେ ରଖିବୁ, ତଦନୁସାରେ ପ୍ରଭୁ ଆପଣା ଜୀବନକୁ ପ୍ରଭୁ ବ୍ୟବହାର କରିପାରିବୁ, ସେହିଭଳି ତୁମେ ଦୟା ଅନୁଗ୍ରହ କର। ଏବଂ ପ୍ରଭୁ ତୁମ ଦାସଙ୍କୁ ମଧ୍ୟ ତୁମେ ବ୍ୟବହାର କର, ତୁମର ପବିତ୍ର ଆତ୍ମାଙ୍କ ଅଭିଷେକ କରି ତୁମର ବାକ୍ୟ ତୁମେ ନିଜେ କଥା କହି ପ୍ରଭୁ ତୁମେ ଗୌରବାନ୍ତ ମହିମାନ୍ତ ଉଚ୍ଚୀକୃତ ହୁଅ ବୋଲି ପ୍ରାର୍ଥନା କରୁଅଛି। ପ୍ରଭୁ, ଆମେ ଯେତେ ଜଣ ଉପସ୍ଥିତ ଅଛୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର, ପ୍ରତ୍ୟେକ ପରିବାରକୁ ତୁମେ ଆଶୀର୍ବାଦ କର। ଏ ଦିନ ମାନଙ୍କରେ ତୁମ ପାଇଁ, ତୁମ ଲାଗି ବଞ୍ଚିବା ପାଇଁ ସାହାଯ୍ୟ କର। ବିଶେଷ ପ୍ରାର୍ଥନା କରୁଛୁ ହୋଷ୍ଟଙ୍କ ପରିବାରକୁ ମଧ୍ୟ ଆଶୀର୍ବାଦ କର ଏବଂ ପ୍ରଭୁ ତାଙ୍କ ସେବା କାର୍ଯ୍ୟରେ ତାଙ୍କ ପିଲାମାନଙ୍କୁ, ତାଙ୍କ ପରିବାରକୁ ତୁମେ ପ୍ରଭୁ ଅନୁଗ୍ରହ କର ବୋଲି ପ୍ରାର୍ଥନା କରୁଅଛି। ଆଜିର ପରିଚାଳନା, ଆଜିର ଆରାଧନା, ଆଜିର ବାକ୍ୟକୁ, ଆଜିର ସମସ୍ତ ପ୍ରାର୍ଥନାକୁ ତୁମ ହସ୍ତରେ ସମର୍ପଣ କରି ପ୍ରିୟତମ ଯୀଶୁଙ୍କ ନାମରେ ମାଗୁଅଛି ପିତା, ଆମେନ୍। ବହୁତ ବହୁତ ଧନ୍ୟବାଦ ଭଉଣୀ, ପ୍ରାର୍ଥନା କରି ଆଗକୁ ବଢେଇଥିବା ହେତୁ ବୋଝର ସହିତ ପ୍ରାର୍ଥନା କଲେ ପ୍ରାର୍ଥନା କାଳରେ। ସେଥିପାଇଁ ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ, ଆପଣଙ୍କର ସେବା କାର୍ଯ୍ୟରେ, ଆପଣଙ୍କ ପରିବାରକୁ ପ୍ରଭୁ ଅଧିଷ୍ଠାନ ହୁଅନ୍ତୁ। ଧନ୍ୟବାଦ ଦେବି। ଏହି ସମୟରେ ଆମେ ବାକ୍ୟ ପର୍ଯ୍ୟାୟକୁ ଯିବା, ବାକ୍ୟ ଆମେ ଶୁଣିବା। ପ୍ରଭୁଙ୍କର ଦାସ ଆମର ଗୁମା ମଣ୍ଡଳୀରୁ ପିଆର ପାଣି ଅଛନ୍ତି, ଆଉ ତାଙ୍କୁ ମୁଁ ସ୍ୱାଗତ କରିବା ପୂର୍ବରୁ ଆମେ ହେଲା ଆମେ ଶୁଣିବା। ପ୍ରଭାତରେ ପ୍ରଭୁ ଆମମାନଙ୍କୁ ପ୍ରଭାତ ସମୟ ଦେଖେଇ ଅଛନ୍ତି। ପ୍ରଭାତରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାର କଥା ମତେ କୁହ। ପ୍ରଭୁ କଥା କହନ୍ତି, ଏ ପ୍ରଭାତରେ କଥା କହନ୍ତି। ଏ ପ୍ରଭାତର କଥା ଆମମାନଙ୍କ ଜୀବନରେ ପ୍ରତିଫଳିତ ହବ, କାରଣ ମୁଁ ତୁମ୍ଭଠାରେ ଭରସା ରଖେ। ପ୍ରଭୁଙ୍କ ଠାରେ ଆମେ ଭରସା ରଖିବା, ଆଉ ପ୍ରଭାତର କଥା ଶୁଣିବା। ଆଉ ଏଇ ପ୍ରଭାତର କଥା ପ୍ରଭୁଙ୍କର ଦାସ ଆମମାନଙ୍କୁ ତାଙ୍କରି ମୁଖ ଦ୍ୱାରା ପ୍ରକାଶ କରିବେ। ପ୍ରଭୁଙ୍କର ନିଗୁଡ ତତ୍ଵ ପ୍ରଭୁଙ୍କ ଦାସଙ୍କୁ ଆଉ କେହି ବି ଅଜଣା ନାହିଁ, ମୁଁ ଜଣାଇବି ନାହିଁ। ମୁଁ ଅତି ରଞ୍ଜିତ ଭାବେ କହିବାର ଜାଣେ ନା, କି ତାଙ୍କୁ ବଣେଇବାର ଜାଣେ ନା। ମୋର ବି ଶ୍ୱଶୁର ବି ହେବେ, ପ୍ରଭୁଙ୍କୁ ଧନ୍ୟବାଦ ଦେବି, ନମସ୍କାର ମଧ୍ୟ ଜ୍ଞାପନ କରିବି। ଆଉ ଅତି ପ୍ରଭୁ ଅନେକ ତାଙ୍କୁ ଜ୍ଞାନ ଦେଇଛନ୍ତି। ଆଉ ଗତ ଦିନରେ ମୁଁ ତାଙ୍କୁ ମଧ୍ୟ କହିଥିଲି, ତାଙ୍କ ନାମକୁ ଆଉ ବାକ୍ୟକୁ ଭଞ୍ଜନ କରନ୍ତି। ତାଙ୍କ ନାମ ସହିତ ସେ ତାଙ୍କ ନାମ ଯେମିତି ରଞ୍ଜନ, ଆଉ ସେ ବାକ୍ୟକୁ ଭଞ୍ଜନ କରନ୍ତି। ଏଥିପାଇଁ ପ୍ରଭୁଙ୍କ ନାମ ଧନ୍ୟ ହଉ। ତେଣୁ ମୁଁ କୋଉ ସମୟରେ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ଥିଲେ ମଧ୍ୟ କୋଉ ସମୟରେ ସେ ମୁଁ ବେଳେ ବେଳେ ଚିନ୍ତା କରୁଥାଏ, କୋଉ ସମୟରେ ସେ ବାକ୍ୟ ଅଧ୍ୟୟନ କରନ୍ତି, ଚିନ୍ତା କରନ୍ତି। ପ୍ରତି ସମୟ ତାଙ୍କର ଗୋଟେ ଆମର ଯେମିତି ବ୍ୟାଙ୍କ ଚାକିରି, ଆଉ ତାଙ୍କ ଚାକିରି ମଧ୍ୟ ସେମିତି ଛାଇ ତଳେ ପରେ କାମ ମଧ୍ୟ ସେଇ ପ୍ରକାର ବ୍ୟସ୍ତ ମଧ୍ୟ। ପ୍ରଭୁଙ୍କର ବାକ୍ୟ ସେ ନିଗୁଡ ବିଷୟ ପ୍ରଭୁ ତାଙ୍କୁ କଥା କହିକାର କରନ୍ତି। ପ୍ରଭୁଙ୍କ ନାମ ଧନ୍ୟ ହଉ। ପ୍ରଭୁ ଦାସଙ୍କୁ ମୁଁ ପିଆର ପ୍ରାଣୀ ଆଉ ଗୁମା ମଣ୍ଡଳୀଙ୍କୁ ମଧ୍ୟ ମୁଁ ସ୍ୱାଗତ କରେ ପ୍ରଭୁଙ୍କର, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ। ଆସନ୍ତୁ ଆଜ୍ଞା, ପ୍ରେଜ ଦ ଲର୍ଡ। ନମସ୍କାର। ଏଇ ସମୟ ଠାରୁ ଆପଣ ଆମକୁ ବାକ୍ୟରେ କଢେଇ ନେବେ, ପ୍ରଭୁଙ୍କର ନିକଟବର୍ତ୍ତୀ କରାଇବେ। ଧନ୍ୟବାଦ, ଧନ୍ୟବାଦ। ପ୍ରେଜ ଦ ଲର୍ଡ, ପ୍ରେଜ ଦ ଲର୍ଡ। ମୋର ଆବାଜ ଆସୁଛି? ହଁ, ନିଶ୍ଚିତ ଆସୁଛି। ଓକେ, ତେବେ ସର୍ବପ୍ରଥମେ ଆମମାନଙ୍କର ଜୀବିତ ପିତା ପରମେଶ୍ୱରଙ୍କର ଧନ୍ୟବାଦ ଦେଉ, କାରଣ ସେ ସଦା ସର୍ବଦା ଧନ୍ୟବାଦ, ପୂଜା, ପ୍ରଶଂସା ପାଇବା ପାଇଁ କେବଳ ଯୋଗ୍ୟବନ୍ତ ଏକମାତ୍ର ଈଶ୍ୱର ଅଟନ୍ତି। ତାଙ୍କରି ପବିତ୍ର ଚରଣ ତଳେ ବସିବା ପାଇଁ, ତାଙ୍କର ଆରାଧନା କରିବା ପାଇଁ, ତାଙ୍କ ଚରଣ ତଳେ ପ୍ରାର୍ଥନା ନିବେଦନ କରିବା ପାଇଁ, ତାଙ୍କର ଜୀବନ୍ତ ବାକ୍ୟ ଶୁଣିବା ପାଇଁ ସେ ମହାନ ହେଲେ ମଧ୍ୟ ଆମେ କ୍ଷୁଦ୍ର ମାନଙ୍କୁ, ଅଯୋଗ୍ୟ ମାନଙ୍କୁ ଆପଣାର ଏକମାତ୍ର ପୁତ୍ରଙ୍କ ରକ୍ତରେ କିଣି ଆଜି ଏ ମୋର ଅତି ପ୍ରିୟ ରିଏଲ ମିନିଷ୍ଟ୍ରି ଆନୁକୂଲ୍ୟରେ ଏକତ୍ରିତ କରି
ତାଙ୍କର ଗୌରବର କାରଣ ହେବାକୁ ଦେଇଥିବାରୁ ପୁନର୍ବାର ତାଙ୍କର ମହାନାମର କୋଟି କୋଟି ଧନ୍ୟବାଦ ଦେବା ସହିତ ଆଜିର ଏକତ୍ରୀକରଣରେ ଯେତେ ବିଭିନ୍ନ ଅଂଶ ଗ୍ରହଣ କରିଛନ୍ତି ପ୍ରତ୍ୟେକଙ୍କୁ, ପୁଣି ହୋଷ୍ଟ ମହାଶୟଙ୍କୁ, ପ୍ରତ୍ୟେକ ବିଶ୍ୱାସୀ ବିଶ୍ୱାସିନୀ ଖ୍ରୀଷ୍ଟଙ୍କ ଦାସ ଦାସୀ ମାନଙ୍କୁ ହେପି ଖ୍ରୀଷ୍ଟମାସ ସହିତ ଆଗାମୀ ନୂତନ ବର୍ଷର ଅଭିନନ୍ଦନ ସହିତ ମୋର ଭକ୍ତିପୂର୍ଣ୍ଣ ନମସ୍କାର ଜଣାଏ। ନମସ୍କାର। ଆଜି ମୁଁ ବିଶେଷ ଆନନ୍ଦିତ ଅଟେ, କାରଣ ଗତକାଲି ଆମମାନଙ୍କର ହୋଷ୍ଟ ଆଜ୍ଞା ପିଟରଙ୍କର ସେ କହିଲେ ପାଣି ଆଜ୍ଞା, ମୁଁ ସେତେବେଳକୁ ମୋର ଝିଅଙ୍କ ଗାଁରେ କେକେ ସିଂହର ଅଛି, ପାଣି ଆଜ୍ଞା ଆସନ୍ତା କାଲିକି ପ୍ରଭୁଙ୍କର ବାକ୍ୟ ପରିବେଷଣ କରିବେ ଦିଅନ୍ତୁ। ମୁଁ କେବେ ହେଲେ ତାଙ୍କର ମାନେ କଥାକୁ ମୁଁ ଅମାନ୍ୟ କରେନି, କେବେ କାହାର କଥାକୁ ମୁଁ ଅମାନ୍ୟ କରେନି। ମୁଁ ଯେକୌଣସି ମତେ ଯେ କୁହନ୍ତି ମୁଁ ଓକେ ଦେଇଥାଏ, କାରଣ ହୁଏତ ମୋର ଅବଶ୍ୟ ସେ ପ୍ରକାର ଜ୍ଞାନ ବୁଦ୍ଧି ନାହିଁ, କିନ୍ତୁ ପ୍ରଭୁଙ୍କର ଗୌରବ ସକାଶେ ମନା କଲେ ହବ ନାହିଁ। ତେଣୁକରି ଆଉ ଓଡ଼ିଆରେ ହିନ୍ଦୀରେ ମଧ୍ୟ ଅନେକ ଲୋକ ଅନୁରୋଧ କରନ୍ତି, ମୁଁ ସବୁବେଳେ ମୋ ପ୍ରଭୁଙ୍କ ନାମ ସକାଶେ ରାଜି ହୋଇ ପ୍ରଭୁଙ୍କର ବାକ୍ୟ ପରିବେଷଣ କରିବା ପାଇଁ ସୁଯୋଗ ମିଳିଥାଏ। ସେଥିପାଇଁ ଧନ୍ୟବାଦ ଦେବା ସହିତ ମୁଁ ଆଜି ବହୁତ ଖୁସି, କାରଣ ମୋର ଝିଆରୀ ଏବଂ ମୋର ଜୁଇଁ ଆମ ଗାଁର ସୁପ୍ରୀତି ପାଲ ଏବଂ ବିନୋଦ ପାଲ, ସେ ମୋର ଝିଆରୀ ଜୁଇଁ, ସେ ଆଉ କେହି ନୁହନ୍ତି। ଆଜି ଦୁଇ ଜଣଙ୍କର ମାନେ ପ୍ରିସାଇଡିଂ, ଯାହାକି ଇଣ୍ଟରସେସନ ପ୍ରେୟରରେ ଆମର ଝିଆରୀ, ପୁଣି ଏଇ କାର୍ଯ୍ୟକ୍ରମରେ ଆମର ଜୁଇଁ ପରିଚାଳନା କରି ମତେ ସୁନ୍ଦର ଭାବରେ ଆହ୍ୱାନ କରିଛନ୍ତି। ତାଙ୍କୁ ମଧ୍ୟ ମୋର ହୃଦୟର କୃତଜ୍ଞତା ଜ୍ଞାପନ କରେ। ତେବେ ଅବଶ୍ୟ ମୋ ପାଇଁ ପ୍ରାର୍ଥନା କରାଯାଇଛି, ତଥାପି ମୁଁ ସର୍ଟ ଭାବରେ ମୁଁ ପ୍ରାର୍ଥନା ଚାହେଁ, ଦୟାପୂର୍ବକ ସମସ୍ତେ ପ୍ରାର୍ଥନାରେ ମନୋଯୋଗୀ କରନ୍ତୁ। ପୁଣି ଅନୁରୋଧ କରୁଛି, ଯଦି ବାସ୍ ଠିକ ଜାଗାରେ ଆମେ ଅଛୁ ତାହେଲେ ଦୟାପୂର୍ବକ ଆମେ ନିଜ ନିଜ ଭିଡିଓକୁ ଅନ୍ କରିବା, ଯେହେତୁ ଆମେ ପରସ୍ପର ଦେଖା ଦେଖି ହେଇ ଯେପରି ପ୍ରଭୁଙ୍କର ଗୌରବ ଆନନ୍ଦର ସହଭାଗୀ ହେବାକୁ ପାରିବା। ଆଉ ମୁଁ କଣ ଭିଡିଓ ଅନ୍ ନ କଲେ ମୁଁ କଣ ଭାବିଥାଏ, କାରଣ ଅନେକ ଲୋକ ଭିଡିଓ ବନ୍ଦ କରିକି ହୁଏତ ସେମାନେ ଅନ୍ୟାନ୍ୟ ପ୍ରକାର କାର୍ଯ୍ୟ କରିଥାନ୍ତି କିମ୍ବା ଶୋଇ ଦେଇଥାନ୍ତି, ଏଇ ପ୍ରକାର ମଧ୍ୟ ହୋଇଥାଏ। ଅବଶ୍ୟ ମୁଁ ତାହା ମୁଁ ଦୃଢ ରୂପ କହିପାରିବିନି, କିନ୍ତୁ ମୁଁ ଏତିକି ରିକ୍ୱେଷ୍ଟ କରୁଛି, ଯଦି ବା ଠିକ ଜାଗାରେ ଆମେ ଅଛୁ ତାହେଲେ ଭିଡିଓ ଅନ୍ କରି ଆମେ ବସିବା। ଆସନ୍ତା ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗତ ପିତା, ଆମେ ତୁମର ଧନ୍ୟବାଦ କରୁଛୁ, କାରଣ ଏ ପ୍ରତ୍ୟୁଷରେ ତୁମର ପବିତ୍ର ଚରଣ ତଳକୁ ଆସିବା ପାଇଁ ଆମେ ଦିନମାନଙ୍କୁ ତୁମେ ଆହ୍ୱାନ କରିଛ। ବର୍ତ୍ତମାନ ରିଏଲ ମିନିଷ୍ଟ୍ରି ଆନୁକୂଲ୍ୟରେ ପ୍ରଭୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଇଛି, ସେଥିରେ ତୁମେ ଆଶୀର୍ବାଦ କରିଛ ବୋଲି ମୁଁ ବିଶ୍ୱାସ କରୁଛି। ଏଇ ସମୟରେ ପ୍ରଭୁ ତୁମର ଜୀବନ୍ତ ବାକ୍ୟ ଆମେ ଶୁଣିବୁ, ତୁମେ ଏଇ କଥା କୁହ ଏବଂ ଆମ ପ୍ରତ୍ୟେକଙ୍କର ଆତ୍ମିକ ଖଣ୍ଡକୁ ତୁମେ ଉନ୍ମୁକ୍ତ କର, ଯଦ୍ୱାରା ପ୍ରଭୁ ଆମମାନଙ୍କର ଆତ୍ମିକ ଜୀବନ ତୁମ ନାମ ସକାଶେ ଆଗକୁ ବଢିବାକୁ ପାରିବ। ଏଇପରି ଦୟା କର। ପ୍ରତ୍ୟେକ ଡିଭାଇସକୁ ମଧ୍ୟ ତୁମ ହାତରେ ସମର୍ପଣ କରୁଛି, ତୁମେ ସମସ୍ତ ଠିକ ଠାକ ଭାବରେ ରଖ। ସକଳ ମହିମା ଗୌରବ ତୁମକୁ ଦେଇ ପ୍ରାର୍ଥନା ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି ପିତା, ଆମେନ ଆମେନ। ତେବେ ଆମମାନଙ୍କର ନିୟମିତ ଭାବରେ ଏଇ ଡିସେମ୍ବର 1 ତାରିଖ ଠାରୁ ଏ ପର୍ଯ୍ୟନ୍ତ ଶିଶୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମଦିନର ପ୍ରତିପାଳନ ଉଦ୍ଦେଶ୍ୟରେ ହିଁ ବାକ୍ୟ ପରିବେଷଣ କରାଯାଉଛି। ମୁଁ ସେଥିରେ ମଧ୍ୟ ବହୁତ ଖୁସି ଆନନ୍ଦିତ, କାରଣ ପ୍ରତ୍ୟେକ ଝୁମରେ ଏଇ ପ୍ରକାର ଭାବରେ ପ୍ରଭୁଙ୍କର ବାକ୍ୟ ଜନ୍ମଦିନ ଉତ୍ସବରେ ହିଁ ପରିଚାଳନା କରାଯାଉଛି, ଶିକ୍ଷା ଦିଆଯାଉଛି। ଅନେକ ଚର୍ଚ୍ଚରେ ମଧ୍ୟ ସେ ପ୍ରକାର ସେଲିବ୍ରେସନ ବା ଖ୍ରୀଷ୍ଟ ଜନ୍ମର ଆନନ୍ଦ ମନାଉଛନ୍ତି। ଆଜି ମଧ୍ୟ ହୁଏତ ଆଜି ଖ୍ରୀଷ୍ଟ ଜନ୍ମର ପର୍ବ ପାଳନର ଶେଷ 2 ଦିନ ହୋଇଯାଇଛି, ତଥାପି ଆମେମାନେ ଏଇ ପ୍ରଭୁଙ୍କର ବାକ୍ୟ, ସେଇ ବାକ୍ୟ ହିଁ ଆମେ ଅଳ୍ପ ସମୟ ଆଲୋଚନା କରିବା। ମୁଁ ଆପଣମାନେ ଭାବନ୍ତୁ ନାହିଁ ଯେ ମୁଁ ଆପଣମାନଙ୍କର ସପକ୍ଷରେ ଗୋଟେ ନୂଆ ବିଷୟ ଉପସ୍ଥାପନ କରିବି, ଏପରି କିଛି ନୁହେଁ। ଆମେ ଯାହା ଶୁଣିକିରି ଆସୁଛୁ ସେଇ ବିଷୟ ଆମେ ଉପସ୍ଥାପନ କରିବା। ତେବେ ଶୁଣିବା। ତେବେ ଆଜିର ଆଲୋଚ୍ୟ ବିଷୟ ରହିବ ଯେ ଯୀଶୁ ଖ୍ରୀଷ୍ଟ କେବେ ଜନ୍ମ ହେଇଛନ୍ତି। ଆଜିର ମୁଖ୍ୟ ଶୀର୍ଷକ ରହିବ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ କେବେ। ହୁଏତ ଆମେ ଡିସେମ୍ବର 25 ତାରିଖକୁ ଆମେ ପ୍ରାୟତଃ ପରମ୍ପରାଗତ ଅନୁସାରେ ଆମେ ପ୍ରତିପାଳନ କରିକି ଆସୁଛୁ। ଡିସେମ୍ବର 25 ତାରିଖରେ ପ୍ରଭୁ ଯୀଶୁ ଜନ୍ମ ଗ୍ରହଣ କରିଥିଲେ। ଏ ସମସ୍ତ ବିଷୟ ଆମେ ଅତି ସୁନ୍ଦର ଭାବରେ ଧୁମଧାମ ଭାବରେ ଆନନ୍ଦ ମନାଉଛୁ, ଆନନ୍ଦ ଭାବରେ ତାଙ୍କର ସେବା ଆରାଧନା କରୁଛୁ, ଏଇ ପ୍ରକାର ଭାବରେ କରିକି ଚାଲୁଛୁ। କିନ୍ତୁ ହୁଏତ ନିଶ୍ଚିତ ପ୍ରକାର ବାଇବେଲରେ ତ ଡିସେମ୍ବର 25 ବୋଲି ଲେଖା ନାହିଁ, କିନ୍ତୁ ସ୍ପଷ୍ଟ ଭାବରେ ଲେଖା ଅଛି ସେ କେବେ ଜନ୍ମ ଗ୍ରହଣ କରିଛନ୍ତି। ଏଇ ସମସ୍ତ ବିଷୟ ମାନେ ଆଲୋଚନା କରିବା। ତେବେ ତା ପୂର୍ବରୁ ମୁଁ କେତୋଟି ବିଷୟ ଆପଣ ମାନଙ୍କର ସମ୍ମୁଖରେ ରଖିବାକୁ ଚାହେଁ, କାରଣ ଅନେକ ଝୁମରେ ବଡ ବଡ ଡକ୍ଟର ମାନେ ଉପାଧି ପାଇଥିବା ଡକ୍ଟର, ବିଶପ, ରେଭରେଣ୍ଡ
एमाने जो सब जेतेबेले शिक्षा दियंती मते टिके डर लागे काहेकि सेमानक तुलना मु किछि नुहे जेहेतु एई समस्त जूम रे जते प्रचार करा जाउची ताहा यूट्यूब रे जाउची यूट्यूब रे जाउची जो द्वारा कि समस्त प्राय देखंती शुणंती सेइथि पाई अति सतर्क अति जागृत एवं जेतेबेले हमर मेसेज रहे आंठू रे आसीबाकू पड़िबो कारण मोर कहिबार उद्देश्य होची जेहेतु बड़ बड़ डॉक्टर उपाधि पाइबा व्यक्ति माने बिशप रेवरेंड एई प्रकार व्यक्ति मानक ठारू केतोटी गलत शिक्षा मु सुनी थाए ताकू मध्ये मु टिपिकी रखी था कारण एईटा यूट्यूब रे प्रचारित हबा द्वारा हां गोटे सेमानकर माइंड रे गोटे चिंता आसी जाए एटा केमती हबो के प्रकार हबो कारण अनेक लोक कहंती बड़ बड़ ट्रेनिंग तालीम प्राप्त हबा लोक माने क्रिसमस माने जिसुंकर जन्म गोटे कहानी बाइबल रे कौन विषय गोटे कहानी विषय उद्धृत लेखा जाए नहीं जिसुंक विषय रे से माने कहंती जिसुंकर जन्म कहानी आज्ञा केते दूर सत मोर ज्ञान रो बाहर जिसुंकर जन्म विषय कि बाइबल के विषय कहानी नुहे आज्ञा सत्य घटना जहा कि सारा बाइबल रे समस्त घटना सत्य घटना हुए तो जिसु आसिक उदाहरण माध्यम रे शिक्षा दौले जो द्वारा कि से बुझी पारिबे किंतु केबेले से कहानी बोली कही कहानी आकार कही नांती अनेक लोक कहंती यीशु ख्रीस्त माने जन्मटा गोटे कहानी तापरे अनेक लोक शिक्षा दियंती यीशु ख्रीस्त गुहाल कुंड रे जन्म ग्रहण कले केते दूर सत्य मु भाभी पारु नाही हुए तो बाइबल रे लेखा नाही गुहाल कुंड रे जन्म हले किंतु लेखा अछि गुहाल कुंड रे ताहांकु सुआइले वस्त्र रे गुड़े की ताहांकु सुआइले कुंड रे से जन्म होई नहांती कारण कुंड रे सुआइबार गोटे गुरुत्व अर्थ कुंड रे काहे कि ताहांकु सुआइले सेटा गोटे बड़ गुरुत्व अर्थ माने गुरुत्व शिक्षा सेटा हम पाइबा कारण कुंड रे जेतेबेले गुहाल भितर कुंड थाए सेई कुंड रे विभिन्न प्रकार माने गोरु गाई छेली मेंढा मानक पई दाना पानी दिया जाए जो द्वारा खाद्य गोरु गाई मानकर खाद्य से कुंड रे रखा जाता है जो द्वारा से कुंडर से खाद्य आहार माने भोजन करती पान करती ठीक से प्रभु जीशु ख्रीष्ट को गुहाल कुंड रे कहीं सुआइले माने से होचंती मो पई आपणक पई स्वर्गीय आहार अटंती जहाँकि जोहन पुस्तक 6 पर्वर 35 पद 48 पद 51 पद रे स्पष्ट लिखा अछि से होचंती स्वर्गीय आहार सेइति पई प्रभु जीशु ख्रीष्ट को गुहाल कुंड रे सुआइले किंतु गुहाल कुंड रे से जन्म होइना आउ जणे बिशप कहउतले कि जेतेबेले पंडित माने जीशु को दर्शन करिवा पई गले गाब्रिएल दूत जण जण पंडित मानकु एंट्री माने जण जण को पचारि कि भीतर को एंट्री करूथिले हां तमे कोन नै कि आसीच गोटे पंडित को पचारि गला तमे कोन गाब्रिएल दूत पचारचंदी बोले कहले तमे कोन नै छ सुन्ना ताले तमे जाओ जेतेबेले से सुन्ना फरुटा पात्रटा धरि कि जाउचंदी सेटा माटी हे गला हां गाब्रिएल दूत एमिति भाबरे सुन्ना धरिथिबा पंडित को कुंदूर धरिथिबा पंडित को गंधरस धरिथिबा पंडित को गोटे गोटे करी एंट्री कले भीतर को बोली कहउतले ता से पात्र सब माटी हे गला वर्षा हे गला ए समस्त आउ केते जण कहंती 3 जण पंडित आज्ञा कोठी लेखा नाही 3 जण पंडित स्पष्ट भाव रे लेखा अछि माथ्यू 2 पर्व एक पद रे पूर्व देशर केतेक पंडित माने तार संख्या सेठी नाही केतेक पंडित हुए तो 2 जण कहिया हुए तो 10 जण हुए तो 5 जण ए प्रकार भाव रे केतेक पंडित मोर प्रिय प्रभु को लोक माने तापरे आउ जण लोक कहउतले कोन गुहाल कुंड माने मैंजेर से बोलते गोटे इंग्लिश रे मैंजेर माने दोली होई पारे से कुंड हुए तो कौन सी खोला जगह थिबा कुंड आउ गुंफा आगरे थिबा कुंड ए प्रकार से शिक्षा दउतले किंतु ना सेठारे क्लियर लिखा अछि गुहाल कुंड रे माने गुहाल घरे जो कुंड थिला हुए तो से खोला जगह नुहे कि बा कौन से प्रकार माने गुंफा पाखर थिबा कुंड नुहे स्पष्ट भाव रे लिखा अछि ताहांकु वस्त्र रे गुड़ाई गुहाल कुंड रे सुआइले ए प्रकार केतेक भ्रांत माने भूल शिक्षा माने बड़ बड़ नेता माने दियंती सेति पई मो गोटे अज्ञानी मो गोटे
आपण मान दृष्टि किसी नुहे मु बहुत सतर्कता सहित प्रभुकर वाक्य परिवेषण करने मु चिंता करिताए कारण जेतेबेले मते सुजोग आसे मु संपूर्ण सदाप्रभु निकट आंठु भागी समर्पित हुए प्रभु बो नहीं तुम्हें वाक्य प्रदान कारण झूम रे प्रचार करवाटा एटा होची माने लाइफ हुए ताहा यूट्यूब रे चली जा सेति पे अति सतर्क हेबाकू पड़िबो तापर से कहउतले कि जे तांको पई बसा करे स्थान नथिला आ से पांथशाला रे रहिले ए प्रकार किछ न रहितिले ए प्रकार से कहउतले किंतु मैं इंग्लिश बाइबल रे तन तन देखिले से लास्ट लगे बिकॉज़ देयर वाज नो रूम फॉर देम द इन माने INN इन तारा ओडिया रे डिक्शनरी देखिले पांथ निवास INN इन because there was no room for them the in माने पांथ निवास माने सेठी से माने को स्थान नथिला ए प्रकार भाबरे तापर अनेक गुडा विषय रही ता मो वर्तमान वर्णना करिबार मोर समय नाही कारण अनेक लोक कहती बाइबल रे 7टी स्वर्ग बाइबल रे केवल 3टी स्वर्ग अछि जहा कि प्रथम राजावली 8:27 रे क्लियर लिखा है जहां को स्वर्ग स्वर्ग उपरिष्ठ स्वर्ग धारण कर न पारे बाइबल रे केवल 3टी स्वर्ग जने कहउतले 10टी स्वर्ग आउ जने कहउतले कि कोन कहउतले माने जेते बेले सप्तमंडली को चिट्ठी लेखा जाउची माने जोन जेते पात्मदीप दर्शन द्वारा से पाउचंती जीसु कहले तुमे लेख किंतु से कहउतले कोन जीसु निजे लेखिले 7टी मंडली को हाँ मंडली पास्टर माने पात्मदीप को जाइकरी से चिट्ठीटा लेके आसिले किंतु तार क्लियर भाव लेखा अछि प्रकाशित 1 पर्व 1 पद लेखा अछि जे देखा अछि जहा तुमे दर्शन करूछ ताहा तुमे लेख एवं सप्तमंडली को प्रेरण कर किंतु 7टा पास्टर जाइकरी आनिले आज्ञा इति पे अति सतर्क दरकार तबे से जाओ आसंता माने सीधा सड़क प्रभुकर वाक्य आडू करजिबा जेहेतु आजिर आलोच्य रहिबो पुनराय कहूची जीशुंकर जन्म केबे होइतला दया करी पढ़िबा पाई प्रस्तुत रहंतु तार कलसीय माने प्रेरित पाउल कलसीय मंडली को जो चिट्ठी लिखिचंती तार 1 पर्व 17 पद पढंतु केबे तांकर जन्म सेते आमे आलोचना करिबा समस्त विषय सृष्ट हेबा पूर्वरु से अछंती ओ ताहांग ठारे समस्त विषय अस्तित्व अछि प्रेज द लॉर्ड हालेलुया कारण एठारे में देखुछु जे एठी लेखा नाही जे डिसेंबर 25 तारिख रे से अछंती जन्म होइचंती लेखा नाही एठारे स्पष्ट लेखा अछि कारण समस्त विषय सृष्ट हेबा पूर्वरु से अछंती किंतु डिसेंबर 25 आमे जो प्रतिपालन करूछु तार गोटे बड़ हिस्ट्रिकल विषय अछि ता वर्तमान आमे आलोचना करिवार समय नाही तेबे एठी लेखा अछि जे समस्त विषय सृष्ट हेबा पूर्वरु से अछंती केमति भाबरे अछंती तेबे यीशु ख्रीष्टଙ୍କ विषय रे भाववाणी आगुरु कहा जाइछि प्रथम भाववाणी यीशु ख्रीष्टଙ୍କ विषय रे किए कहितला आज्ञा प्रथम भाववाणी ठीक अछि हमर समय चली जे प्रथम भाववाणी सदाप्रभु परमेश्वर कहितले ताहा लेखा जाय तार आदि पुस्तक 3 पर्वर 15 पदरे यीशु ख्रीष्टଙ୍କ विषय रे प्रथम भाववाणी सदाप्रभु परमेश्वर कहितले मोर प्रिय प्रभुଙ୍କ लोक माने द्वितीय रे गणना तार 24 पर्वर 17 पदरे बिलियम जेतेबेले से तळे पड़ी दर्शन देखिकरी कहउचंती जे जाकुब ठारू एक तारा उदित हबो सेई तारा होचंती प्रभु यीशु ख्रीष्टଙ୍କ विषय रे तापरे लेखा जाय तापर जिसाया 7 पर्वर 14 पद एवं 9 पर्वर 6 पदरे लेखा जाय तापरे मिखा 5 पर्वर 2 पदरे लेखा जाय यीशु ख्रीष्टଙ୍କର विषय रे तेबे एठार हम देखुछु जे कलसीय मंडली को प्रेरित पाउल कहउचंती तार 1:17 रे समस्त विषय सृष्ट हेबा पूर्वरु से अछंती केमति भाबर अछंती दया कर पढंतु हित उपदेश जाके सोलोमन कर लेखा रही हित उपदेश 8 पर्वर 23 रु 23 26 30 पढंतु आज्ञा
ଅନାଦି କାଳରୁ ଅବା ଆଦ୍ୟ କାଳଠାରୁ ଅବା ପୃଥିବୀର ମୂଳ ସ୍ଥାପନର ପୂର୍ବରୁ ମୁଁ ସ୍ଥାପିତ ଅଛି। ବାରିଧି ସକଳ ନଥିବା ସମୟରେ, ନିର୍ଝର ସକଳ ଜଳପୂର୍ଣ୍ଣ ନଥିବା ସମୟରେ ମୁଁ ଜନ୍ମିଅଛି। ପଢନ୍ତୁ 24-25 ପଢନ୍ତୁ, କିଛି ଅସୁବିଧା ନାହିଁ। ପୁଣି ପର୍ବତଗଣ ଓ ଉପପର୍ବତଗଣ ସ୍ଥାପିତ ହେବା ପୂର୍ବରେ ମୁଁ ଜନ୍ମ ପାଇଅଛି। ସେହି ସମୟରେ ଭୂମି କି ପ୍ରାନ୍ତର କି ଜଗତସ୍ଥ ଭୂମିର ଅଗ୍ରିମାଂଶ ସେ ସୃଷ୍ଟି କରି ନଥିଲେ। ଯେଉଁ ସମୟରେ ସେ ଆକାଶମଣ୍ଡଳ ସ୍ଥାପନ କଲେ, ସେ ସମୟରେ ମୁଁ ସେଠାରେ ଥିଲି। ଯେଉଁ ସମୟରେ ସେ ବାରିଧି ଉପରେ ଚକ୍ରାକାର ସୀମା ନିରୂପଣ କଲେ, ପୁଣି ଉପରିସ୍ଥ ଆକାଶ ମଣ୍ଡଳକୁ ଦୃଢ଼ କଲେ ଓ ବାରିଧିର ପ୍ରବାହ ସକଳ ପ୍ରବଳ ହେଲା, ଜଳସମୂହ ଯେପରି ତାହାଙ୍କ ଆଜ୍ଞା ଲଙ୍ଘନ କରି ନପାରେ, ଏଥିପାଇଁ ଯେଉଁ ସମୟରେ ସେ ସମୁଦ୍ରର ସୀମା ନିରୂପଣ କଲେ ଓ ଯେଉଁ ସମୟରେ ଜଗତର ମୂଳଦୁଆ ଚିହ୍ନିତ କଲେ, ସେହି ସମୟରେ ମୁଁ ତାହାଙ୍କ ନିକଟରେ କର୍ମକର୍ତ୍ତା ଥିଲି। ପୁଣି ମୁଁ ପ୍ରତିଦିନ ଆନନ୍ଦଦାୟୀ ହୋଇ ତାହାଙ୍କ ସମ୍ମୁଖରେ ସର୍ବଦା ଆନନ୍ଦ କଲି। ବାସ୍ এইଠାରେ କ୍ଲିୟର ଭାବରେ ସଫା ଭାବରେ ଆମେ ଜାଣିପାରୁଛୁ, କାରଣ ତାର 23 ପଦରେ ଲେଖାଯାଏ ଅନାଦି କାଳରୁ ଅବା ଆଦ୍ୟ କାଳରୁ ଅବା ପୃଥିବୀର ମୂଳଦୁଆ ସ୍ଥାପନ ପୂର୍ବରୁ ମୁଁ ସ୍ଥାପିତ ଅଛି। ତାର 24-25 ଲେଖାଯାଏ ବାରିଧି ସକଳ, ନିର୍ଝର ସକଳ, ପର୍ବତ ଉପପର୍ବତ ଏ ସମସ୍ତ ମାନେ ସୃଷ୍ଟି ପୂର୍ବରୁ ମୁଁ ଜନ୍ମି ଅଛି। କାରଣ ଏଠି ଆମେ ଦେଖୁଛୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଭାବବାଣୀ ସ୍ୱରୂପେ ମାନେ ସୋଲୋମନ ଲେଖୁଛନ୍ତି ଯେ ଏ ସମସ୍ତ ହେବା ପୂର୍ବରୁ ସେ ଅଛନ୍ତି, ସେ ଜନ୍ମି ଅଛନ୍ତି। କାରଣ ଲେଖାଯାଏ ତାର 29 ପଦରେ ଜଳସମୂହ ଯେପରି ତାହାଙ୍କର ଆଜ୍ଞା ଲଙ୍ଘନ ନ କରିପାରେ, ଏଥିପାଇଁ ଯେଉଁ ସମୟରେ ସେ ସମୁଦ୍ରର ସୀମା ନିରୂପଣ କଲେ, ସେଇ ସମୟରେ ଜଗତର ମୂଳଦୁଆ ଚିହ୍ନିତ ହେଲା। 30 ପଦରେ ସେଇ ସମୟରେ ମୁଁ ତାହାଙ୍କ ନିକଟରେ କର୍ମକର୍ତ୍ତା ଥିଲି। ମାନେ ସୃଷ୍ଟି ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କର୍ମକର୍ତ୍ତା ଥିଲେ। କେମିତି ଭାବରେ କର୍ମକର୍ତ୍ତା ଥିଲେ ତାର ସ୍ପଷ୍ଟ ପ୍ରମାଣ ଯୋହନ 1 ପର୍ବର 1, 2, 3 ପଦ ପଢନ୍ତୁ। ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେଇ ବାକ୍ୟ ଈଶ୍ୱର ଥିଲେ। ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ। ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା। ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇନାହିଁ। ବାସ୍ ଏଇଠାରେ ଲେଖାଯାଏ ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେ ବାକ୍ୟ ମଧ୍ୟ ଈଶ୍ୱର ଥିଲେ। ତାହାଙ୍କ ବିନା କୌଣସି ବିଷୟ ଗୋଟିଏ ହେଲେ ସୃଷ୍ଟ ହୋଇନାହିଁ। ଧ୍ୟାନର ସହିତ ଶୁଣନ୍ତୁ ଆଜ୍ଞା। ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ। ତେବେ ବାକ୍ୟ ଈଶ୍ୱରଙ୍କ ସଙ୍ଗରେ କେମିତି ଥିଲେ? ଟିକେ ଚେଷ୍ଟା କରନ୍ତୁ, କେମିତି ଥିଲେ କୁହନ୍ତୁ। ଈଶ୍ୱରଙ୍କ ସଙ୍ଗରେ ଥିଲେ, ମନେ କରନ୍ତୁ ମୋ ସ୍ତ୍ରୀ ମୋର ପିଲାମାନେ ମୋ ସଙ୍ଗରେ ଅଛନ୍ତି, ମୋ ଘର ଭିତରେ ଅଛନ୍ତି। ଆଜି ଠିକ ସେଇପରି ଉଦାହରଣ ସ୍ୱରୂପ ତେବେ ଆମେ ଏଇଠାରେ ଦେଖୁ ଯେ ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ। ଈଶ୍ୱରଙ୍କ ସଙ୍ଗରେ କେମିତି ଥିଲେ? ଟିକେ କୋशिଶ କରନ୍ତୁ। ବାକ୍ୟ ନିଜେ ହିଁ ଈଶ୍ୱର ଥିଲେ। ହଁ ନା, ସେଟା ତ ନିଜେ ଈଶ୍ୱର ଥିଲେ ଯେ, କାହିଁକି ଏଠି ଲେଖୁଛୁ ଯେ ସେଇ ଯେ ସମସ୍ତ ବିଷୟ ସୃଷ୍ଟି ହେବା ପୂର୍ବରୁ ଯେତେବେଳେ ସୃଷ୍ଟି ହଉଥିଲା ମୁଁ କର୍ମକର୍ତ୍ତା ଥିଲି ବୋଲି ଲେଖା ଅଛି। ପିତା ପରମେଶ୍ୱର ଯେତେବେଳେ ସୃଷ୍ଟି କରୁଛନ୍ତି, ସେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କର୍ମକର୍ତ୍ତା ଭାବରେ ଥିଲେ। ସେଇଥିପାଇଁ ଜୟନ କହୁଛନ୍ତି ଆଦ୍ୟର ବାକ୍ୟ ଥିଲେ, ସେ ବାକ୍ୟ ଈଶ୍ୱର ଥିଲେ ଏବଂ ଈଶ୍ୱରଙ୍କ ସଙ୍ଗରେ ଥିଲେ। କେମିତି ଥିଲେ? ପିତା ଈଶ୍ୱର ଯେତେବେଳେ ବାକ୍ୟ ଉଚ୍ଚାରଣ କଲେ, ପ୍ରଥମ ବାକ୍ୟ ଉଚ୍ଚାରଣ କଲେ। ଥ୍ୟାଙ୍କ ୟୁ ସୋ ମଚ୍। ରାଇଟ। ଆଦି ପୁସ୍ତକ 1 ପର୍ବର 3 ପଦ। ଜଲ୍ଦି। ଅନନ୍ତର ପରମେଶ୍ୱର କହିଲେ ଦୀପ୍ତି ହେଉ, ତହିଁରେ ଦୀପ୍ତି ହେଲା। ସେତିକି। ଅନନ୍ତର ପରମେଶ୍ୱର କହିଲେ, କଣ କହିଲେ? ଦୀପ୍ତି ହେଉ। ସେ ବାକ୍ୟ କୋଉଠୁ ବାହାରିଲେ ଆଜ୍ଞା? ହ୍ୟାଲୋ। ଈଶ୍ୱରଙ୍କ ମୁଖରୁ।
ईश्वर मुखर भीतर थिबा वाक्य निर्गत हला जेतु वाक्य किए वाक्य होचंती प्रकाशित 19 पर्व 13 पद सेही वाक्य किए थिले कारण ताहांकर नाम ईश्वरकर वाक्य से वाक्य ईश्वरक सहित थिले जो द्वारा कि माने तार हित पद कहले सेही समय मु कर्मकर्ता थिली प्रभु जीशु ख्रीष्ट माने से समय कार्य करूथिले जहा कि पिता परमेश्वर कहले दीप्ति हेउ मुखर वाक्य जेतबे निर्गत हला जे से वाक्य कार्य करे हला प्रभु कर्मकर्ता ସେଇଥିପାଇଁ ଲେଖା ଯାଏ ଯେ ସମସ୍ତ ସୃଷ୍ଟ ହେବା ପୂର୍ବରୁ ସେ ଥିଲେ। ମିକା 5:2 ପଢନ୍ତୁ ସେଇଟା ଆଉ କ୍ଲିୟର ଭାବରେ ଲେଖା ଅଛି ମିକା 5:2 ମାତ୍ର ହେ ବେଥଲେହେମ ଇଫ୍ରାତା ଜିହୁଦାର ସହସ୍ର ଗଣ ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭ ମଧ୍ୟରୁ ଇସ୍ରାଏଲ ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ ପୁରାତନ କାଳରୁ ଅନାଦି କାଳରୁ ତାହାଙ୍କର ଉତ୍ପତ୍ତି କେବେ ପୁରାତନ କାଳରୁ ଅନାଦି କାଳରୁ ତାହାଙ୍କର ଉତ୍ପତ୍ତି ମାନେ ପୁରାତନ ତାର ହିସାବ କିତାବ ନାହିଁ ସେ ପୁରାତନ କାଳ ଅନାଦି କାଳ ମାନେ ଆଦି ନାହିଁ ବା ଶେଷ ନାହିଁ ସେଇ କାଳରୁ ସେ ଉତ୍ପତ୍ତି ଅଛନ୍ତି କାରଣ प्रभु जीशु ख्रीष्ट जेतेबेले मनुष्य को सृष्टि करने को प्रभु सदाप्रभु परमेश्वर जाउचंती से समय कहले आस आम्भे माने माने बहु वचन कहले आस आम्भे माने अपना प्रतिमूर्ति रे मनुष्य को सृष्टि करू कारण आमे सेठी कन्फर्म हमको पड़िबो जे आम्भे माने अर्थात एक वचन नुहे बहु वचन 1 2 3 पिता परमेश्वर पुत्र परमेश्वर पवित्रात्मा परमेश्वर उच्चारण कले आस आम्भे माने अपना प्रतिमूर्ति आमे स्वस्थ हो जे पुरातन कालरू अनादि कालरू ताहांकर जन्म से अछंती सेइथिपय पृथ्वीर बारिदी सकल सृष्टि हेबा पूर्वरु मु जन्मी अछि बोली कहले मोर प्रिय प्रभुଙ୍କ ଲୋକମାନେ तेबे एटा लेखा जे मात्र हे बेथलेहेम उफ्राता तू अवश्य तू क्षुद्र हेले मध्य तू सामान्य नगर हेले मध्य तो मध्यरे जे इस्राएलर शासनकर्ता जे उत्पन्न हेबे से माने अनादि कालरू बा पुरातन कालरू से उत्पन्न बा उत्पत्ति होई अछंती तेबे तार जिसाय पुस्तक तार 7 पर्व 14 पद पढंतु एवं 9 र 6 पढंतु ए हेतु प्रभु आपे तुम्भ मानकु एक चिन्ह देबे देख एक कन्या गर्भवती होई पुत्र प्रसव करिवो ओ ताहार नाम इमानुएल आम्भ मानक सहित परमेश्वर रखिबो कारण आम्भ मानक निमंते एक बालक जन्मी अछंती आम्भ मानक एक पुत्र दत्त होई अछंती ओ ताहांक स्कंदरे कर्तृत्व भार थुआ जीवो पुनि ताहांक नाम आश्चर्य मंत्री पराक्रांत परमेश्वर अनंत कालीन पिता शांति राजा हेबो बस एटी टिके ध्यान सहित शुणुतो कारण तार 7 पदर 14 पदर लेखा अछि तुम मानक माने तुमମାନଙ୍କ निमंते गोटे पुत्र जन्म हबो तांकर नाम इमानुएल दबो एटा आहसंक समय लेखा अछि किंतु 9 पदर लेखा अछि तुमମାନଙ୍କ निमंते एक पुत्र जात होई जचंती बा जन्म होई अछंती माने जीशु ख्रीष्टଙ୍କର जन्म ऑलरेडी होई अछंती बोले जे प्रकाश करा जाउची तांकर नाम कोन कोन सब दबा विषय क्लियर लेखा अछि सेइति पाए लेखा जा जे अनादि कालरू बा पृथ्वीर सकल विषय सृष्टि हेबा पूर्वरू से जन्मी अछंती से अछंती किंतु जेतेबेले ए जगतरे पाप प्रवेश कला हबा आदमक ठार जेतेबेले पाप प्रवेश कला सेई पापरू परित्राण करिबा पाए प्रभु जीशु ख्रीष्टଙ୍କର जन्म विषय जेतेबेले भाववाणी आकारे कहि जेतेबेले आसिले तापरे प्रभु जीशु ख्रीष्टଙ୍କର जन्म विषय माने जन्म विषय आम आलोचना करबा केमिति कारण पुरातन कालरू अनादि कालरू से जन्मी अछंती से अछंती किंतु से केमिति भाबरे से प्रकाशित हेले से विषय में एथर गोटे गोटे आलोचना करबा काहेकि कारण मनुष्य को सृष्टि करने द्वारा परमेश्वर आराधना गौरव करने कारण को से सृष्टि कले किंतु पाप करने हेतु परमेश्वर हाँ अनेक भविष्य वक्ता मान द्वारा ए भविष्यवाणी माने कहला परे हाँ ताकर हुए तो आदर से अछंती
किंतु केमिति भावरे ए मनुष्य को पुनर्बार परित्राण दिया जिवो एइथिपाय परमेश्वर चिंता करी गोटे योजना करी से तांको पुत्र को से प्रेरण करछन्ति केमिति भावरे पढंतु एवरी पुस्तक तार 10 पर्वर 5 पद ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ। ବାସ୍ ଏଇଠାରେ ଲେଖା ଯାଏ ସେଥିପାଇଁ ମାନେ ପିତା ମାନେ ପରମେଶ୍ୱର ବଳିଦାନ ନୈବେଦ୍ୟ ନ ଲୋଡ଼ି ହୁଏତ ସେଇ ସମୟରେ ବ୍ୟବସ୍ଥା ଯୁଗରେ ଯେତେବେଳେ ମନୁଷ୍ୟ ମାନେ ପାପ କଲେ से पापरु त्राही हेबा पाई बलिदानर पंथा से माने प्रस्तुत कले केमिति निकुंत निर्दाग निष्कलंक मेष बलि करिबा द्वारा पाप मोचन हेबा पाई किंतु प्रति वर्ष जेतेबेले बलिदान करा जाउथिला से बलिदान रे मध्य पाप मोचन प्राय होई पारु नथिला सेति पाई से लेखा जाए बलिदान न लोड़ी मो निमंते पिता गोटे शरीर को प्रस्तुत कले तेबे शरीर विषय आम अल्प देखा मनुष्य को को मटेरियल शरीर को तैयारी कले आज्ञा को मटेरियल धूली द्वारा तैयारी कले धूली बस थैंक यू ध्यान शुणु मनुष्य को प्रथमे आदम को सदाप्रभु परमेश्वर धूली रे तार शरीर को तैयारी कले प्रस्तुत कले तापर हवा को कोठी कले पंजरा हाड़ बस बस धन्यवाद स्मरण रखते आदम को धूली रे तैयारी कले से धूली रो मनुष्यर पंजरा हाड़रू हवा को तैयारी कले किंतु सदाप्रभु परमेश्वर ए धूली रे तैयारी हेतिबा मनुष्य को आपना प्रतिवृत्ति आपना सादृश्य रे जेतेबेले से सृष्टि करिथिले तैयारी करिथिले से मनुष्य जेपरी उद्धार पाइबो रक्षा पाइबो परित्राण पाइबो एथि पाई सदाप्रभु परमेश्वर आपना पुत्र प्रभु यीशु तांको सहित थिबा प्रभु यीशु ख्रीष्ट पुत्र को से गोटे मनुष्यर शरीर धारण करी पठेले से शरीर अलगा आज्ञा आमर शरीर धूलीर शरीर हाड़ तैयारी शरीर किंतु यीशु ख्रीष्टंकर शरीर चमत्कार शरीर गोटे धारण करी पठेले कहीं कारण कंटा कुदिले जेपरी कंटा द्वारा बाहर करा जाए से मनुष्यर पाप धूलीर शरीर पाप जो करू आसुची ए पापरु परित्राण करने से शरीर माने शरीर रूप धारण करी जन्म ग्रहण कले जेहेतु से समय मेंढा मानकर रक्त कि कौन सी पक्षीर रक्त द्वारा पाप मोचन हो पारु मनुष्यर पाप क्षमा करने मनुष्यर पाप मार्जन करने मनुष्य रक्त दरकार जेमती कि मनुष्य असुस्थ हेले तांकर बल पाइबा डॉक्टर माने माने मनुष्यर रक्त ए ग्रुप की बी ग्रुप की ओ ग्रुप ए सब चाहती कौन सी मनुष्यर असुस्थता को सुस्थता पाए पशुर रक्त जेपरि आवश्यक पड़े नाही मनुष्यर रक्त दरकार ठीक सेति पाए प्रभु यीशु ख्रीष्ट को शरीर धारण करी ए जगत को से पठेली से लिखा जाए मो निमंते सदापुर मोर पिता गोटे शरीर प्रस्तुत करे केमती भाव में प्रस्तुत कर पठेले से केमती भाव पठेले कारण लिखा जा जोहन तार 3 पर्वर 16 पद शीघ्र कहतु एटा समस्त जानिया पद कारण ईश्वर जगत को एडे प्रेम कले जे से अपना अद्वितीय पुत्र को दान कले जेपरी जे केही तांकटारे विश्वास करे से विनष्ट नई अनंत जीवन प्राप्त हुए बस नंबर 1 कारण ईश्वर ए पापमय जगत को प्रेरण कले जगत रे जेते देश महादेश अच्छी पृथ्वी ऊपर आज्ञा हुए तो से छाड़ी दे नाहंती अमेरिका को छाड़ी दे नाहंती इंडिया को छाड़ी दे ना तो चाइना को छाड़ी दे नाहंती कौन सी देश को किंतु लिखा जाए कारण ईश्वर जगत को एडे प्रेम कले जे से आपन एकमात्र पुत्र को कौन कले आज्ञा दान कले मोर प्रिय प्रभु को लोक माने से केवल भारत पाई दान करना केवल अमेरिका पाई दान करना समग्र विश्व रे जेते देश महादेश अच्छी सब देश पाई
ପ୍ରେମ କରି ଜଗତକୁ ପ୍ରେରଣ ମାନେ ପ୍ରେମ କରି ଏ ଆପଣାର ପୁତ୍ରକୁ ଦାନ କଲେ ଆଜ୍ଞା। ତାପରେ 17 ପଦ ପଢନ୍ତୁ। କାରଣ 3:17 ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ରକୁ ଜଗତକୁ ପ୍ରେରଣ ନ କରି ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। କାହିଁକି ପ୍ରେରଣ କଲେ? କାରଣ ଲେଖାଯାଏ, କାରଣ ଈଶ୍ୱର ଏ ଜଗତର ବିଚାର କରିବା ନିମନ୍ତେ ପ୍ରେରଣ ନ କରି ତାହାଙ୍କ ଦ୍ୱାରା ଯେପରି ଜଗତ ପରିତ୍ରାଣ ପାଇବ ଏଥିପାଇଁ କଣ କଲେ ଆଜ୍ଞା? କଣ କଲେ? ପ୍ରେରଣ କଲେ। କେଡେ ପ୍ରେମ କଲେ ବୋଲି ଆମକୁ କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ ପାପ ଉଦାରିବା ପାଇଁ ଆମକୁ କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ ମାନବର ମୁକ୍ତି ଲାଗି ସ୍ୱର୍ଗ ସୁଖ ତିଆଗି ମାନବର ମୁକ୍ତି ଲାଗି ସ୍ୱର୍ଗ ସୁଖ ତିଆଗି ନର ରୂପେ ଆସିଲେ ଏ ଧରାକୁ କଲେ ପ୍ରେରଣ ପିତା ନିଜ ପୁତ୍ରଙ୍କୁ। ପ୍ରକୃତରେ ଏଇ ଜଗତକୁ ପ୍ରେମ କରି ଏଇ ଜଗତର ବିଚାର କରିବା ନିମନ୍ତେ ଚିନ୍ତା ନ କରି ବିଚାର କରିବା ପାଇଁ ଚିନ୍ତା ନ କରି ଜଗତ ଯୋ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହବ ଏଇଥିପାଇଁ ଏ ଜଗତକୁ ମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଗୋଟେ ଶରୀର ଧାରଣ କରି ଯାଅ ବୋଲିକିରି ଯେତେବେଳେ ସେ ପଠେଇଲେ ପ୍ରେରଣ ପଠେଇଲେ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ। ତେବେ କଣ ପାଇଁ ଆସିଲେ ପ୍ରଭୁ ଯୀଶୁ? କୋଉ ଉଦ୍ଦେଶ୍ୟରେ ଆସିଲେ? ପ୍ରଥମ ଯୋହନ 3 ପର୍ବର 8 ପଦ ପଢନ୍ତୁ ଆଜ୍ଞା। 8 ପଦର ख ପଦ ପୁରାପୁରି ପଢି ଦିଅନ୍ତୁ। ଯେ ପାପ କରେ ସେ ଶୟତାନରୁ ଜାତ, କାରଣ ଶୟତାନ ଆରମ୍ଭରୁ ପାପ କରି ଆସିଅଛି। ଶୟତାନର କାର୍ଯ୍ୟ ବିନାଶ କରିବା ଉଦ୍ଦେଶ୍ୟରେ ହିଁ ଈଶ୍ୱରଙ୍କ ପୁତ୍ର ପ୍ରକାଶିତ ହେଲେ। ବାସ୍ ଏଇଥିରେ ଲେଖା ଅଛି ତାର 2 ପଦରେ ଶୟତାନର ସମସ୍ତ କାର୍ଯ୍ୟ ବିନାଶ କରିବା ପାଇଁ। ଶୟତାନ ଯୋଉ କାର୍ଯ୍ୟ ଆରମ୍ଭରୁ ସେ କରିକି ଆସୁଛି, ଶୟତାନ ଯୋଉ କାର୍ଯ୍ୟ ସମସ୍ତ ଆରମ୍ଭରୁ କରିକିରି ଆସୁଛି ସେଇ କାର୍ଯ୍ୟ ବିନାଶ କରିବା ପାଇଁ ଆପଣାର ଏକମାତ୍ର ପୁତ୍ରଙ୍କୁ ଶରୀର ଧାରଣ କରି ଯେତେବେଳେ ପ୍ରେରଣ କଲେ, ଏଇଠାରେ ଲେଖାଯାଏ ଶୟତାନର କାର୍ଯ୍ୟ ବିନାଶ କରିବା ନିମନ୍ତେ ଈଶ୍ୱରଙ୍କର ପୁତ୍ର କଣ ହେଲେ? ପ୍ରକାଶିତ ହେଲେ। ମାନେ ପ୍ରକାଶିତ ମାନେ ସୁସ୍ପଷ୍ଟ ଭାବରେ ଯୋଉଟା କି ଗୁପ୍ତ ବିଷୟ ପ୍ରକାଶିତ ମାନେ ଦେଖାଗଲେ ଶୟତାନର କାର୍ଯ୍ୟ ବିନାଶ କରିବା ପାଇଁ ପ୍ରକାଶିତ ହେଲେ ଶରୀର ଧାରଣ କରି। ହୁଏତ ଆଦ୍ୟରେ ସେ ଥିଲେ ଆଦ୍ୟରେ ଅଛନ୍ତି କିନ୍ତୁ ଈଶ୍ୱରଙ୍କ ସହିତ ସେ ଗୁପ୍ତର ରହିଥିଲେ, କିନ୍ତୁ ଆମମାନଙ୍କର ପାପରୁ ପରିତ୍ରାଣ କରିବା ପାଇଁ ଏବଂ ଶୟତାନର ସମସ୍ତ କାର୍ଯ୍ୟ ବିନାଶ କରିବା ପାଇଁ ସେ ପ୍ରକାଶିତ ହେଲେ। ତାପରେ ପଢନ୍ତୁ ତାର 1 ତିମୋଥୀ 1 ପର୍ବର 15 ପଦ। ପ୍ରଥମ ତିମୋଥୀ 1:15। ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଜଗତରେ ଅବତୀର୍ଣ୍ଣ ହେଲେ। ଏହି ବାକ୍ୟ ବିଶ୍ୱାସ ଓ ସର୍ବତ ଭାବେ ଗ୍ରହଣ ଯୋଗ୍ୟ। ସେହି ପାପୀମାନଙ୍କ ମଧ୍ୟରେ ମୁଁ ପ୍ରଧାନ। ପ୍ରଥମ ଲାଇନରେ ଲେଖା ଅଛି ପାପୀ ମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ କଣ କଲେ? ଅବତୀର୍ଣ୍ଣ ମାନେ ଆବିର୍ଭୂତ ହେଲେ, ଅବତୀର୍ଣ୍ଣ କଲେ ପାପୀ ମାନଙ୍କୁ ପରିତ୍ରାଣ କରିବା ପାଇଁ। ଏଇଟା ହଉଛି ବଡ ଦିନ ଆଜ୍ଞା। ଜଣେ ଲୋକ କହୁଥିଲେ କଣ ବଡ ଦିନର ଅର୍ଥ ହଉଛି ଅମୁକ ଦିନ ଠାରୁ ଦିନ ବଡ ହେବାରୁ ବଡ ଦିନ କୁହାଯାଏ। ଆଜ୍ଞା ବେଲୁନ କି ବେଲୁନ ସିନା ଛୋଟଟା ଫୁକିଲେ ବଡ ହୁଏ, ଦିନ କେମିତି ବଡ ହୁଏ? କିନ୍ତୁ ବଡ ଦିନ ହଉଛି ମୁଖ୍ୟ ବଡ ଦିନ ମାନେ ପାପୀ ମାନଙ୍କୁ ପରିତ୍ରାଣ କରିବା ପାଇଁ। ଏଇଟା ହଉଛି ବଡ କାର୍ଯ୍ୟ ଆଜ୍ଞା। କେମିତି ପରିତ୍ରାଣ କାର୍ଯ୍ୟ ସାଧନ କଲେ? କାରଣ ସେ ଶରୀର ଧାରଣ କରି ଏଇ ଜଗତକୁ ଆସି ନିଜର ଶରୀରକୁ ସେ ବଳିଦାନ କଲେ, ଯୋଦ୍ୱାରା କି ହିନ୍ଦୁ ଶାସ୍ତ୍ର ମଧ୍ୟ ଲେଖା ଅଛି କୌଣସି ପୁରାଣରେ କୌଣସି ମାନେ ପାପୀ ମାନଙ୍କୁ ପରିତ୍ରାଣ ଉଦ୍ଧାର ପାଇଁ
कौन सी देवा देवी तो हुए काल्पनिक देवा देवी माने बलि बलि स्वर्ग हेई नाहांती किंतु एटा बड़ दिन कारण पापी मानक परित्राण कार्य करबा बड़ विषय आज्ञा एटा होची बड़ दिन जो द्वारा कि सेई दिन केही मध्य सफल करि नाहांती किंतु आम मानकर प्रभु यीशु ख्रीष्ट ए पापमय जगत को आसी पापी मानक परित्राण करिया पाए से शिशु भाव में जन्म ग्रहण कला परे तापर 30 वर्ष जगत रहिला परे तापर तार 3 वर्ष 6 मास काल ईश्वर सेवा कार्य करू करू शेष से परित्राण कार्य कालबरी पहाड़ छकी काठ उपर कले जो द्वारा आम परित्राण साधन मोर प्रिय प्रभु लोक मैंने से लिखा जाए कारण पापी मान परित्राण करने निमंते से आद्यर थिले मध्य अनादि काल से थिले मध्य सी माने यीशु ख्रीष्ट से शरीर रूप धारण करी ए पापी मान परित्राण करिया पाए ए जगत को से जगत प्रकाशित हेले जगत को प्रेरित हेले जगत अवतीर्ण कले मोर प्रिय प्रभु लोक मैंने से जीशु अवतीर्ण हेले पापी को कारण है पापी को कारण जीशु अवतीर्ण हेले पापी को कारण है पापी को कारण पापी पाप अंगे बही हेले बलिदान से हेले बलिदान प्रभु जीशु नाम हसे कर गान प्रकृत रे पापी मानकर परित्राण निमंते से ए जगत रे अवतीर्ण होले मोर पापर परित्राण करिया पाए आपण मानकर पापर परित्राण करिया पाए समग्र जगतर पापर परित्राण करिया पाए ए जगत को प्रेरित होई आसिले से उल्लाई आसिले से जगत प्रकाशित हेले हाँ जेते लोग ताहांको ग्रहण करंती से माने परित्राण प्राप्त करते हुए तो आजिकाली समय मध्य आमर इंडिया रे कौन विदेशी धर्म यीशु ख्रीष्ट विषय बहुत चल प्रचर चलछि विदेशी धर्म आज्ञा से मानकु गोटिए प्रश्न पचारंतु आज्ञा जे जदि कंप्लेन करछि जदि बा हुए तो ख्रिस्टियन धर्म आपण माने विदेशी धर्म बोली कहउचंती आपण माने जो इंग्लिश भाषा कहउचंती सेटा कोउठी आछि इंग्लिश भाषा इंडिया रो के आज्ञा इंडिया रो के इंग्लिश भाषा इंग्रेजी भाषा कहंतु तो तांकर मुख चुप आज्ञा पचारंतु तांकु जदि बा ख्रिस्टियन धर्म विदेशी धर्म तबे इंग्रेजी भाषा कोउठिकार भाषा इंडिया रो भाषा ना कोउठिकार भाषा कहि परिबेनी आज्ञा किंतु आज आपण माने जेते प्रभु को विश्वास कर जीवन काटु आमे गोटे गोटे सौभाग्य पाइछु आज्ञा जेहेतु आम मानकर परित्राण निमंते से अनादि कालरू आदि माने पूर्व पुरातन कालरू से अछंती जन्मिचंती तथापि से माने ए जगत रे आम पापर परित्राण करबा निमंते से प्रकाशित हेले आसिले सेति पय माने तार जोहन 8 पर्वर 58 पद रे कहले अब्राहम कर जन्म पूर्वरु मु अछि कारण प्रभु अच्छी जीसु से जेतले माने बाग युद्ध हला से अब्राहम को जन्म पूर्व मो अच्छी से माने पचार आकु तो 50 वर्ष हैनी ए केमती अब्राहम को देखिछि बोल कहउतंती जीसु कहले ना अब्राहम कर जन्म पूर्व अच्छी प्रेज द लॉर्ड कारण जीसु ख्रीष्टंकर आशीर्वाद जीसु ख्रीष्टंकर माने जन्म माने जगत रे शरीर जन्म धारण करबा द्वारा आम माने परित्राण प्राप्त प्रभु एण उपवाक करी आमे प्रत्येक प्रचुर मात्रा आशीर्वाद करतु ए सुजोग देइथिबारु मो हमर होस्ट आज्ञा को मोर हृदय कृतज्ञता ज्ञापन करबा सहित आज एकत्रीकरण जेते भद्र मंडल अछंती प्रत्येक मोर भक्तिपूर्ण नमस्कार जणाय थैंक यू सो मच मो जोग को प्रार्थना कर प्रेज द लॉर्ड खाली प्रभु दास को बहुत बहुत धन्यवाद देबे सुंदर भाबे उपस्थापन करिसंती प्रकृत रे हमें जानिबा आवश्यक तो जीशुंकर जन्म केबे